that we are receiving our beloved God's servants, honorable servants. And so I just welcome you, sir. And ଯେତେବେଳେ ମାନେ ଦେଖ ଇଏ କରିବା ସେତେବେଳେ ସମସ୍ତେ ଆମେ କରତାଳି ଉଡ଼ାଉଡ଼ି ଦେବା ସମସ୍ତେ The Son, and the Holy Spirit. I open this church for the glory of God. ସମସ୍ତେ ଭିତରକୁ ଯିବା ମା ବାପା ମାନେ ସମସ୍ତେ ଆଉ ଯୋଉ ଏଠିର ଭାଇ ମାନେ ଚେୟାର ସବୁ ପକେଇବେ ପଛପଟେ ଆମର ମିଶ୍ରାରୀ ଆଜ୍ଞା ମାନେ ବସିବେ ବ୍ୟାଗ୍ ଧରି ଚେୟାର ଯାକ ଆଣିବେ ପଛପଟେ 4-6ଟା ଚେୟାର ପକେଇବା ମାନେ ଆସନ୍ତୁ ଆମମାନେ ଆସନ୍ତୁ ଆମମାନେ ବାକ୍ୟ ଅଧ୍ୟୟନ କରିବା ପ୍ରଥମ ରାଜାବଳୀ ତାର 8 ଅଧ୍ୟାୟ ତାର 22 ପଦରୁ ଆମମାନେ 30 ପଦ ପର୍ଯ୍ୟନ୍ତ ପାଠ କରିବା ମୋ ସହିତ ସମସ୍ତେ ପବିତ୍ର ଶାସ୍ତ୍ର ଖୋଲିବେ ଏବଂ ଏ ଅଧ୍ୟୟନ ଉପରେ ଆପଣମାନେ ସମସ୍ତେ ଧ୍ୟାନ ଦେବେ 30 ପଦ ପର୍ଯ୍ୟନ୍ତ ପାଠ କରିବା ଏଠାରେ ପ୍ରକାର ଲେଖାଯାଏ ଅନନ୍ତର ସଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦୀ ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ କିମ୍ବା ନିଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ତୁମ୍ଭେ ଆପଣା ଦାସ ମୋ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲେ ତାହା ପାଳନ କରିଅଛ ହଁ ତୁମ୍ଭେ ଆପଣା ସମ୍ମୁଖରେ କହିଥିଲ ତୁମ୍ଭେ ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ
ତୁମ୍ଭେ ମୋ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶର ଲୋକର ଅଭାବ ନହିବ। ଏହେତୁ ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ଏହି ପ୍ରତିଜ୍ଞା ଏବେ ସଫଳ କର। ଯେହେତୁ ହେ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭ ଦାସ ମୋ ପିତା ଦାଉଦଙ୍କ ପ୍ରତି ଯେଉଁ ବାକ୍ୟ କହିଅଛ ତାହା ଦୃଢ଼ ହେଉ। ମାତ୍ର ପରମେଶ୍ୱର କ'ଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ତୁମ୍ଭକୁ ଧାରଣ କରି ନପାରେ, ତେବେ ମୋ ନିର୍ମିତ ଏହି ଗୃହ କ'ଣ ପାରିବ? ତଥାପି ହେ ସଦାପ୍ରଭୁ ମୋ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୁକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର। ପୁଣି ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ ଏଇଠାରେ ଆମ୍ଭ ନାମ ରହିବ, ସେହି ସ୍ଥାନ ଅର୍ଥାତ୍ ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ ତାହା ଶୁଣ। ପୁଣି ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର। ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର। ଏହି ପଠିତ ବାକ୍ୟରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।